2050 ମସିହାର କଥା। ଟିପୟ ଉପରୁ ତତଲା ଚା'ର ମିଠା ସରି ସରି ଅଙ୍କା ବଙ୍କା ଧୂଆଁ ସବୁ କାଚ ଘରର ନିବୁଜ କୋଠରୀର ବାହାରକୁ ଯାଇପାରୁନଥିଲେ। ସକାଳ 6:30। ଘରର ଏଯାବତ୍ କେହି ସହଳ ଉଠିପାରି ନାହାନ୍ତି। ବିଶ୍ୱଜିତ ବାବୁ, ବୟସ ପ୍ରାୟ 65, ଚେୟାର ଉପରେ ବସି ବାହାରକୁ ଚାହିଁବାକୁ ଚେଷ୍ଟା କରନ୍ତି। ବର୍ଷାର କିଛି ଛୋଟ ଛୋଟ ବୁନ୍ଦାକୁ ବାହାରୁ ଦେଖି ଅତୀତକୁ ଫେରିଯାଆନ୍ତି। ଛୋଟବେଳେ ସ୍କୁଲକୁ ଯିବା ପୂର୍ବରୁ ଜୀବନ୍ତ ହୋଇଉଠେ ସେ ଦେଶୀ ପୋଇ ସନ୍ତୁଳାର ବାସ୍ନା। କାଚ ଝରକାର ଜଳବୁନ୍ଦା ଠାରୁ ତାଙ୍କୁ ଭଲ ଲାଗେ ପାଣି କଖାରୁର ଓଦା ସରସର ସେଇ ଧଳା ମୁହଁ। ବାଆଜି ଦାଦିର ଗାଈପାଳି ଭିତରେ ସାଇକେଲ ଚକାଗୁଡ଼ାକ ଧଳା ସାର୍ଟକୁ ରଙ୍ଗ ବୋଳି ଦିଅନ୍ତି। ଇଚ୍ଛା ହୁଏ ଗାଧୁଆ ଘରର ଚକଚକ ପାଣି ବଦଳରେ ମହରମ ନାଲି ପାଣିରେ ଗୋଡ଼କୁ ବୁଡ଼େଇ ପାରନ୍ତେ କି। କଳାହାଣ୍ଡିଆ ବର୍ଷାକୁ ଦେଖି ସ୍କୁଲକୁ ନ ଯିବା ପାଇଁ ବାହାନା କରିପାରନ୍ତେ କି। ସବସ୍କ୍ରିପସନ୍ ସହିତ ବହୁତ ଚ୍ୟାନେଲ ଥିଲେ ବି ଟିଭି ପାଖକୁ ଆଖି ଯାଇ ଏବେ ଫେରିଆସେ। ଛୋଟବେଳେ ଷ୍ଟାର ଉତ୍ସବର ସୋନପରୀ, ହାତିମ, ଶକ୍ତିମାନର ଦୁନିଆ କଥା ଭାବି ସେ ଅଜାଣତରେ ମୁରୁକି ହସନ୍ତି। ବାଲକୋନିର ସମସ୍ତଙ୍କର ଆଦରର ଶୋ ଗଛର କୁଞ୍ଚୁକୁଞ୍ଚିଆ ଚୁଟିକୁ ଦେଖି ମନେପଡ଼େ ବାପାଙ୍କ କୁରାଢ଼ୀ ଚୋଟରେ ଆଖି ବୁଜିଥିବା ନିରୀହ ଝାଉଁ ଜଙ୍ଗଲ କଥା। ନିତିଦିନିଆ କର୍ମବ୍ୟସ୍ତରୁ ମୁକ୍ତି ପାଇ ଇଚ୍ଛା ହୁଏ ଜଟାଧାର କୂଳରେ ଦୁଃଖ ବାଣ୍ଟିବାକୁ। ଦାମୀ ସୋଫା ବଦଳରେ ଇଚ୍ଛା ହୁଏ ଧଳା ବାଲି ଉପରେ ଶୋଇ ରାତି ଆଉ ଜହ୍ନକୁ ଅପେକ୍ଷା କରିବାକୁ। ପୋଡ଼ା ତନ୍ଦୁରୀ ଚିକେନ ବଦଳରେ ଶୁଖିଲା କାଜୁପୋଡ଼ାର ବାସ୍ନାକୁ ଖୋଜିବାକୁ ଇଚ୍ଛା ହୁଏ। କମ୍ପାନୀର ଶକ୍ତ ଦିଆଲ ବଦଳରେ ପାନବରଜର ପାଖୁଡ଼ି ଚାଟି ଅଧିକ ସୁରକ୍ଷିତ ମନେହୁଏ। ହଠାତ୍ ପତ୍ନୀଙ୍କ ଚଢ଼ା ଗଳାର ଶବ୍ଦର ସ୍ମୃତିର ନିଦ ଭାଙ୍ଗିଯାଏ। କୁମ୍ଭୀର କାନ୍ଦରେ କମ୍ପାନୀ ଦେଇଥିବା ଦାମୀ ଗାମୁଛାରେ ଲୁହ ପୋଛୁ ପୋଛୁ ବିଶ୍ୱଜିତ ବାବୁ କହି ଉଠନ୍ତି, ମୁଁ ସୁବିଧାବାଦୀ ଆଉ ସମୀପ ଅନ୍ଧ କୋଉଠି? ନାଇଁ ତ, ସବୁ ପରା ବଦଳି ଗଲାଣି। ଗାଁ କ'ଣ ଆଉ ଗାଁ ଅଛି? କେତେ ଉନ୍ନତି ହେଇ ଗାଁ ପରା ସହର ହେଲାଣି।